ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜି ଓଡ଼ିଶାର ଚାଷୀମାନେ ପ୍ରଥମ ଅକ୍ଷିମୁଠି ବିଲରେ ବୁଣନ୍ତି ବା କୃଷି କାର୍ଯ୍ୟର ଆରମ୍ଭ କରନ୍ତି। ଏହି ଅକ୍ଷୟ ତୃତୀୟା ହେଉଛି ଭଗବାନ ପରଶୁରାମଙ୍କର ଜୟନ୍ତୀ, ଜନ୍ମଦିନ। ଏହି ଅକ୍ଷୟ ତୃତୀୟା ହେଉଛି ସତ୍ୟ ଯୁଗର ଜନ୍ମ ବୋଲି ଶାସ୍ତ୍ର ମଧ୍ୟ କହିଛି। ଯେତେ ମଠ ବାଡ଼ି ଯେଉଁ ଯାହା ଅଛି, ପ୍ରାୟତଃ ଅକ୍ଷୟ ତୃତୀୟାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ, ନୃସିଂହ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ତେଣୁ ଏ ବସନ୍ତ ଋତୁ ଗଲା ପରେ ତାପରେ ପୁଣି ଆମର ଅନ୍ୟ ଋତୁ ବର୍ଷା ଋତୁ ଆସେ। ତେଣୁ ବସନ୍ତ ଋତୁରେ ବସନ୍ତ ରାସ ମଧ୍ୟ ଏ ଉତ୍ସବ ମଧ୍ୟ ପାଳନ ହୁଏ। ବସନ୍ତ ଉତ୍ସବ ଭଗବାନ ଅବତାରୀ ବଳରାମଙ୍କ ଦ୍ୱାରା ଏ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ବସନ୍ତ ହଉ ବା ଶରତ ହଉ, ଯେଉଁଠି ଯାହା କଲେ ବି, କିନ୍ତୁ ଆଜିକାଲି ଯେଉଁ ନିଶା ମାଦକ ଆଉ ଜୀବହତ୍ୟା ଏହିସବୁକୁ କେନ୍ଦ୍ର କରି ଯେଉଁ ଯୁବକମାନେ ବା ପୁଅ ଝିଅମାନେ ମଜା ମଜଲିସ କରୁଛନ୍ତି, ତାହା ପ୍ରକୃତରେ ଆମ ପାଇଁ କିଛି ଲାଭବାନ ହେଉନି, ବରଂ ସମାଜର କ୍ଷତି ହେଉଛି। ତେଣୁ ସମସ୍ତେ ଏଥିପାଇଁ ସଚେତନ ହେବା। ନମସ୍କାର, ମୁଁ ଲିପିକା ଆପଣମାନଙ୍କୁ ସ୍ୱାଗତ କରୁଛି ନୂଆ ରୂପରେ ହୋଲି ଟିଭି ଓଡ଼ିଆ। ହୋଲି ଟିଭି ଓଡ଼ିଆ ସହିତ ଯୋଡ଼ିବା ପାଇଁ ଆପଣମାନେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ।